ମହୁଲି ନିଶାରେ ଝୁମୁଛି ଦନ୍ତାହାତୀ। କୁଆଡ଼େ ଯିବ କ'ଣ କରିବ, ଲାଗୁଛି ଯେମିତି ତା ମୁଣ୍ଡରେ କିଛି ବୁଦ୍ଧି ବି ପଶୁନି। କେବଳ ଇଆଡ଼େ ସିଆଡ଼େ ଝୁଲି ଝୁଲି ବୁଲୁଛି। ହାତୀଟିକୁ ଏପରି ନିଶାସକ୍ତ ଅବସ୍ଥାରେ ଦେଖି ଲୋକମାନେ ତାର ମଜା ନେଉଛନ୍ତି। ଅତି ଶାନ୍ତ ଭାବେ ହାତୀଟି ଚଲାବୁଲା କରୁଥିବା ବେଳେ ଲୋକମାନେ ତା ପାଖକୁ ଯାଉଥିଲେ ବି ସେ ଆକ୍ରମଣ କରୁନାହିଁ। ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଅଧୀନ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଏକ ଦନ୍ତାହାତୀର ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହୁଏତ ହାତୀଟି କେଉଁଠି ମହୁଲ ପୁଚ ଖାଇ ଦେଇଥିବାରୁ ଅତି ନିଶାସକ୍ତ ଅବସ୍ଥାରେ ବୁଲୁଥିବା ଲୋକମାନେ ଦେଖିଥିଲେ। ଦିନସାରା ହାତୀଟି କଲେଜର ପଛପଟ ଜଙ୍ଗଲରେ ରହିଥିବା ବେଳେ ସନ୍ଧ୍ୟା ସମୟରେ କଲେଜ ପରିସର ଭିତରକୁ ପଶି ଆସିଥିଲା। ତେଣୁ ଏହି ହାତୀଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଲୋକମାନେ ଭିଡ଼ ଜମାଇଥିଲେ। ପରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଆସି ହାତୀଟିର ଗତିବିଧି ଉପରେ ନଜର ରଖିଥିଲେ। ଏପଟେ ଅନେକ ସଂଖ୍ୟକ ଲୋକମାନେ ଭିଡ଼ ଜମାଇଥିବାରୁ ବନ ବିଭାଗର କର୍ମଚାରୀମାନେ ଲୋକଙ୍କୁ ସୁରକ୍ଷିତ ଦୂରତାରେ ରଖିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନେଇପାରିନଥିଲେ। ତେବେ ହାତୀ ନିକଟକୁ ଲୋକମାନେ ଚାଲି ଯାଉଥିଲେ ବି ହାତୀଟି ଏପରି ନିଶାସକ୍ତ ଅବସ୍ଥାରେ ଝୁଲି ଝୁଲି ଚାଲୁଥିଲା ଯେ କାହାର ବି କିଛି କ୍ଷତି କରିନଥିଲା। କିନ୍ତୁ ଏପରି ବିରାଟକାୟ ହାତୀ ନିକଟରେ ଭିଡ଼ ଜମାଇବା ବଡ଼ ବିପଦକୁ ଡାକି ଆଣିବା ସହିତ ସମାନ। କାହିଁକିନା କେତେବେଳେ ବି ଯଦି ହାତୀଟି ଉତ୍ତେଜିତ ହୋଇଯାଏ ଆଉ ଆକ୍ରମଣ କରେ, ସେତେବେଳେ ପରିସ୍ଥିତିକୁ ସମ୍ଭାଳିବା ଅସମ୍ଭବ। ତେଣୁ ସବୁବେଳେ ସତର୍କତାର ସହିତ ରହିବା ଆବଶ୍ୟକ। ମୟୂରଭଞ୍ଜ ଜିଲ୍ଲା ମୁରୁଡ଼ାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।